ଜିନ୍ଦଲ ପ୍ରତିରୋଧ ମଞ୍ଚ ଦ୍ୱାରା ପାଟଣା ବିଧାୟକଙ୍କ କୁଶପୁତ୍ତଳିକା ଦାହ। ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ସାମାଜିକ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ପ୍ରଶଂସା କରି ନିଜ ଅଞ୍ଚଳ ତଥା ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ତା ସହିତ ନିଜ ଅଞ୍ଚଳର ବିକାଶ ଏବଂ କେନ୍ଦୁଝର ଜିଲ୍ଲାକୁ ଶିଳ୍ପ ସମୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ପାଟଣାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ କରିବାର ପ୍ରସ୍ତାବକୁ ମଧ୍ୟ ସ୍ୱାଗତ ଜଣାଇଥିଲେ। ବିଧାୟକଙ୍କ ଏହି ପଦିଏ କଥାକୁ ସହିପାରିନଥିଲେ ଜିନ୍ଦଲ ପ୍ରତିରୋଧ ମଞ୍ଚ। ଏଠାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବା ପାଇଁ ନିଜର ଭାତହାଣ୍ଡି ଭିଟାମାଟିକୁ ଦେଇପାରିବୁ ନାହିଁ ବୋଲି ଜିନ୍ଦଲ ପ୍ରତିରୋଧ ମଞ୍ଚ ବାରମ୍ବାର ଆନ୍ଦୋଳନ କରିଚାଲିଛି। ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବାର ପ୍ରସ୍ତାବିତ ଅଞ୍ଚଳର ପରିବାର କେବଳ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ଜିଲ୍ଲାର ସ୍ୱାର୍ଥ ପାଇଁ ଏ ଅଞ୍ଚଳର ଭାତହାଣ୍ଡିକୁ ଛଡ଼ାଇ ନେଇ ଜୀବନ ଜୀବିକାରେ ପୂର୍ଣ୍ଣଚ୍ଛେଦ ପକାଇବା ଏବଂ ଅନେକ ପରିବାରକୁ ଜମିହୀନ କରିଦେବା ଅତି ନିଷ୍ଠୁରତାର ପରିଚୟ। ଏହି ଭିଟାମାଟିକୁ ବଞ୍ଚାଇବା ପାଇଁ ଜିନ୍ଦଲ ପ୍ରତିରୋଧ ମଞ୍ଚ ମୁଣ୍ଡ ଟେକି ତାର ସଂଗ୍ରାମ ଜାରି ରଖିଛି। ଜୀବନ ଦେବୁ କିନ୍ତୁ ଭିଟାମାଟି ଛାଡ଼ିବୁ ନାହିଁ। ଏହି ନାରା ଦେଇ ନିଜ ଅଞ୍ଚଳରୁ କେନ୍ଦୁଝର ଏବଂ ଭୁବନେଶ୍ୱର ପର୍ଯ୍ୟନ୍ତ ଆନ୍ଦୋଳନ କରି ଆସିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏହାର ଉଚିତ ପଦକ୍ଷେପ ନେବାରେ ବିଫଳ ହୋଇଛି। ଜିନ୍ଦଲ ପ୍ରତିରୋଧ ମଞ୍ଚର ସଭାପତି ଘନଶ୍ୟାମ ମହାନ୍ତ, ଉପସଭାପତି ସରୋଜ ସିଂ, ସମ୍ପାଦକ ବେଣୁଧର ସର୍ଦ୍ଦାରଙ୍କ ନେତୃତ୍ୱରେ 500ରୁ ଊର୍ଦ୍ଧ୍ୱ ବାଇକ୍ ଶୋଭାଯାତ୍ରା କରି ଯମୁନାପଶି ହାଟ ପଡ଼ିଆରୁ ବାହାରି 18ଟି ଗ୍ରାମ ପରିକ୍ରମା କରିଥିଲେ। ଗତ ମେ 24 ତାରିଖରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ କିଆପଡ଼ାଠାରେ ଜେଏସଡବ୍ଲ୍ୟୁ କମ୍ପାନୀ ସପକ୍ଷରେ ଏକ କମିଟି ଗଠନ କରିବାର ପ୍ରୟାସକୁ ବିରୋଧ କରି ବାଇକ୍ ଶୋଭାଯାତ୍ରା କରାଯାଇଥିଲା। ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଏହି ଅଞ୍ଚଳକୁ ଜେଏସଡବ୍ଲ୍ୟୁ ଓ ପସ୍କୋ କମ୍ପାନୀକୁ ଦେବାକୁ ଏମଓୟୁ କରିଛନ୍ତି ବୋଲି ଆନ୍ଦୋଳନକାରୀ ମତ ରଖିଛନ୍ତି। ତୁରନ୍ତ ଏହି ଅଞ୍ଚଳରୁ ମେଗା ଷ୍ଟିଲ୍ ପ୍ଲାଣ୍ଟ ହଟାଇବା ପାଇଁ ଆନ୍ଦୋଳନକାରୀ ଜିଦ୍ ଧରିଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି। ଶେଷରେ ପାଟଣା ବିଧାୟକଙ୍କ କୁଶପୁତ୍ତଳିକାରେ ପ୍ରତିରୋଧ ମଞ୍ଚର ସଭାପତି ଘନଶ୍ୟାମ ମହାନ୍ତ ଅଗ୍ନି ସଂଯୋଗ କରି କୁଶପୁତ୍ତଳିକା ଦାହ କରିଥିଲେ। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।